ମୋ ପରିଚୟ ମୁଁ 12 ନମ୍ବର ଜୁନ୍ର ଜିଲ୍ଲା ପରିଷଦ ସୁଭାଷ ଚନ୍ଦ୍ର କौर ଆସିଥିଲି। ଖେଳ ପ୍ରୋଗ୍ରାମ ଥିଲା ନାଟୁଗାଁ ପଞ୍ଚାୟତର। ଆଜି ଫାଇନାଲ ଖେଳ ଥିଲା। ମୁଁ ସେଠିକି ଆସିଥିଲି। ଇରାନୀ ମ୍ୟାଡ଼ାମ ଆସିଥିଲେ, ତାଙ୍କ ସାଙ୍ଗରେ ମୁଁ ଆସିଥିଲି ଗୋଟେ ଅତିଥି ହିସାବରେ ଆମେ ଆସିଥିଲୁ। କିନ୍ତୁ ଆଜି ସରପଞ୍ଚ ମହୋଦୟ ମୋତେ ପ୍ରବଳ ପ୍ରେସର କଲେ ଯେ ଆଶ୍ଚ ଟିକେ ଏଇ ଶ୍ମଶାନଟା ଦେଖିବା। ମୁଁ ଶ୍ମଶାନ ଦେଖିଲା ପରେ ଏତେ ଖୁସି ଲାଗୁଛି ଯେ ଆକ୍ଚୁଆଲି ତାଙ୍କର ମାନେ ଗୋଟେ ଅବଦାନ ଅଛି। ଆମ ନୟାଗଡ଼ ବ୍ଲକରେ ଗୋଟିଏ ମୁଁ ଶ୍ମଶାନ ଦେଖିଥିଲି ବିରୁଡ଼ା। ଆଉ ମୁଁ ଭାବୁଛି ଇଏ ସେକେଣ୍ଡର ଷ୍ଟେପ୍ ନେଇଛନ୍ତି ଏବଂ ତାଙ୍କଠୁ ଆହୁରି ବି ଉନ୍ନତି କରିକି ମାନେ ଭଲ କରିବା ପାଇଁ ଗୋଟେ ପ୍ରଚେଷ୍ଟା ଚାଲି ରଖିଛି, ଅବ୍ୟାହତ ରଖିଛନ୍ତି। ତେଣୁ ମୋର ଆଶା ବିଶ୍ୱାସ ସେ ଯେଉଁ ପ୍ରକାର ପରିଶ୍ରମ କରୁଛନ୍ତି ନିଶ୍ଚୟ ଏଇଟା ଉଚ୍ଚକୋଟୀରେ ହେବ ଏବଂ ନିଶ୍ଚୟ ଗୋଟେ ଦର୍ଶନୀୟ ଜାଗା ହେବ। ଏବଂ ବାହାରୁ ଯେଉଁ ଅନ୍ୟ ଜିଲ୍ଲାମାନଙ୍କୁ ଯେଉଁ ଆସୁଛନ୍ତି ସରପଞ୍ଚ ସମିତି ସଭ୍ୟ ଦେଖିବା ପାଇଁ, ନିଶ୍ଚୟ ଏଠିକି ଦିନେ ଆସିବେ ଏବଂ ସମସ୍ତେ ଉଦାହରଣ ଦେଇକି ଯିବେ ଯେ ମୋ ଜୁନ୍ରେ ମୋ ଜୁନ୍ର ସରପଞ୍ଚ ଜଣେ କରୁଛନ୍ତି। ମୁଁ ଏଥିପାଇଁ ମୁଁ ବହୁତ ଗର୍ବିତ। ଶ୍ମଶାନକୁ ଦେଖିଲେ ଡରନ୍ତି, ଏହା ସତ୍ୟ। କିନ୍ତୁ ଏ ଶ୍ମଶାନ ତ ଆଜିକାଲି ଆଉ ନାହିଁ। ଏବେ ବର୍ତ୍ତମାନ ପାର୍କ ହେଇଗଲାଣି। ପୁରା ପାର୍କ ସିଷ୍ଟମ କରାହେଉଛି। ପାର୍କ ଚିନ୍ତାଧାରା ନେଇକି ଏଠି କରୁଛନ୍ତି ଏବଂ ପ୍ରତିଦିନ ଦେଖିବ ଏଠି ସନ୍ଧ୍ୟାବେଳେ ଲୋକଙ୍କର ଗହଳି ହେବ। ଶିବ ଠାକୁର ଶ୍ମଶାନରେ ଶିବ ରହନ୍ତି, ତାଙ୍କୁ ଭକ୍ତି କରିବା ଏବଂ ଆମେ ତାଙ୍କଠୁ ଆଶୀର୍ବାଦ ନେବା କିଛି ପାପ ନୁହେଁ, ଖରାପ। କହୁଥିଲେ ଯେ କିଛି ସାହାଯ୍ୟ କରିବାକୁ, ମୁଁ କ'ଣ ସାହାଯ୍ୟ କରିବି କ'ଣ ନ କରିବି କହିବା ବି ଅନୁଚିତ। ତେଣୁ ସେ କହୁଛନ୍ତି ତମ ପାଣ୍ଠିରୁ କିଛି ଏଠି ଅବଦାନ ଦିଅ, ଆମେ ଏତେ ଚେଷ୍ଟା କରୁଛି। ମୁଁ ଆଜି ତାଙ୍କ ଆଗରେ ବି ତମ ଆଗରେ ବା ଭାରି ସଭାରେ ବା ସମସ୍ତଙ୍କ ଆଗରେ କହିକି ପ୍ରତିଶ୍ରୁତି ଦେଇକି ଯାଉଛି ଯେ ମୁଁ କିଛି ମୋ ଫ୍ରଣ୍ଟରୁ ଦେବି, ନିଶ୍ଚିତ ଦେବି। ନମସ୍କାର, ମୁଁ ନାଟୁଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ସାଗରବାଳା ବରାଡ଼। ଦେଖନ୍ତୁ ଆଜ୍ଞା, ଆମେ ତ ଯେତେବେଳେ ମାନେ ଜିତିକି ଆସିଲୁ, ଆମର ବହୁତ ଗୁଡ଼ାଏ ଲକ୍ଷ୍ୟ ଥିଲା ଆମେ ପଞ୍ଚାୟତରେ କରିବା ପାଇଁ। ବହୁତ ସୁନ୍ଦର ସୁନ୍ଦର କାର୍ଯ୍ୟ ଆମେ କରିବା ପାଇଁ ଭାବିଥିଲୁ। ବହୁତ କିଛି କାର୍ଯ୍ୟ ମଧ୍ୟ କଲୁଣି। ଆଉ ଏଇ ଯେଉଁ ଶ୍ମଶାନଟି ଏଇଭଳି ହେଇଛି, ମୋର ବି ବିଶ୍ୱାସ ନଥିଲା କେବେ ଶ୍ମଶାନରେ ଏଇଭଳିଆ କାରୁକାର୍ଯ୍ୟ ହେଇପାରିବ ବା ଶ୍ମଶାନଟାକୁ ଏତେ ଉନ୍ନତ ଧରଣର କରାଯାଇପାରିବ। ତ ମୁଁ ମୁଖ୍ୟତଃ ଏଇଥିପାଇଁ ଧନ୍ୟବାଦ ଦେବି ମୋର ନାଟୁଗାଁ ଗ୍ରାମ ପଞ୍ଚାୟତବାସୀମାନଙ୍କୁ, ମୋର ଗ୍ରାମବାସୀମାନଙ୍କୁ। ସମସ୍ତଙ୍କର ସହଯୋଗ ବହୁତ ରହିଛି ଆମ ସହିତ। ଆଉ ଏଠି ଯେଉଁ କାର୍ଯ୍ୟ ମଧ୍ୟ କରାହେଉଛି ସେଥିରେ ତାଙ୍କମାନଙ୍କର ବହୁତ ସହଯୋଗ ରହିଛି। ଆଉ ଏଇସବୁ କାମର ମୁଖ୍ୟ ମାନେ ମୁଖ୍ୟ ଯିଏ ହେଉଛନ୍ତି କିଏ, ମୋର ହଜବେଣ୍ଡ, ମାନେ ହଜବେଣ୍ଡ। ତ ତାଙ୍କର ଗୋଟେ ଆଜ୍ଞା ଏଇଟା ମାନେ ବହୁ ସେ ଚିନ୍ତା କରିକି ବହୁ ଦିନରୁ ରଖିଥିଲେ। ଏବେ ଦୀର୍ଘ 2-3-4 ମାସ ମାନେ ପୁରା କଣ୍ଟିନ୍ୟୁ କରି କାମ କରିଚାଲିଛନ୍ତି। କାହିଁକିନା ଆମେ ଯେତିକି ପାଣ୍ଠି ଆମ ନିଜ ଶିବ ଠାକୁରଙ୍କୁ ଗୋଟେ ରଖିବା ପାଇଁ ଚାହିଁଲୁ, ତ ଆମେ ନିଜେ ଆମ ହାତରୁ ମଧ୍ୟ କିଛି ପାଣ୍ଠି ଦେଇଛୁ। ଆଉ ତ ସବୁ କରିପାରିବୁନି, ଆଉ ଅନ୍ୟ ସମସ୍ତଙ୍କ ସାହାଯ୍ୟ ସହଯୋଗରେ ଏଇଠି ଏଇଭଳିଆ କାମ ହେଇଛି। କିନ୍ତୁ ହଜବେଣ୍ଡଙ୍କର ମାନେ ବହୁତ ଇଏ ରହୁଛି, ସେ ପରିଶ୍ରମ ମାନେ ମୁଁ ବେଳେବେଳେ ବିରକ୍ତ ହେଇଯାଏ ଯେ ତମେ ଆସିକି ଏଇଠି କାମ ସକାଳୁ ସନ୍ଧ୍ୟା ଆଣିକି ନ ଖାଇ ନ ପିଇକି ଠିଆ ହେଉଛ କ'ଣ। ମାନେ ସେ କହିଲେ ନାଇଁ ଗୋଟେ କରିଛି, ଆଶା କରିଛି ମାନେ ସେଟାକୁ ପୂରଣ କରିବି। ତ ମୂର୍ତ୍ତିଟା କେବେ ଭାବିନଥିଲୁ। ମୂର୍ତ୍ତିଟା ମାନେ 3 ଥର ମିସ୍ତ୍ରୀ ଆସିକି ବି ଖରାପ ହେଇଛି, ତାକୁ ମନ ଦୁଃଖ କରିଛନ୍ତି ଯେ ହେଇପାରୁନି। ମୁଁ କହିଲି ସେଇଟା ହେବ। ଶେଷରେ ବହୁତ ଖୁସି ଲାଗୁଛି ଯେ ଶିବ ଠାକୁରଙ୍କର ମୂର୍ତ୍ତି ଏଇଠି ଆମର ସ୍ଥାପନ ହେଇଛି। ବହୁତ ଲୋକ ବି ମାନେ ଗୋଟେ ପର୍ଯ୍ୟଟନସ୍ଥଳୀ ଭଳିଆ ମୋତେ ଲାଗୁଛି ଆଗକୁ ହେଇଯାଇପାରେ। କାହିଁକିନା ବହୁତ ଲୋକ ଆସୁଛନ୍ତି, ଦେଖୁଛନ୍ତି, ବହୁତ ପ୍ରଶଂସା କରୁଛନ୍ତି। ସେଇଟା ଆମକୁ ଖୁସି ଲାଗୁଛି। ଆମେ ଆମର ମାନେ ଏଇ କାର୍ଯ୍ୟ କରିବାର ସବୁ ଫଳ ପାଇଯାଇଛୁ। ସେଥିରେ ଆମେ ବହୁତ ଖୁସି ଅଛୁ। ଅପା, ଆମର ଜିଲ୍ଲା ପରିଷଦ, ଆମର ମନୋଜ ବାବୁ ବାଲୁଗାଁ ସରପଞ୍ଚ, ଆମର ଅନ୍ୟାନ୍ୟ ଅତିଥି ଆସିକି ଯୋଗ ଦେଇଛନ୍ତି। ମାନେ ଯାହା ହଉ କିଛି ଏମିତି କରିଛୁ ଯେଉଁଥିପାଇଁ ସେମାନେ ଆଜି ଆସି ଗୋଟେ ଶ୍ମଶାନରେ ଛିଡ଼ା ହେଇପାରିଛନ୍ତି। ସେଥିପାଇଁ ଆମେ ନିଜକୁ ମଧ୍ୟ ବହୁତ ଗର୍ବିତ ଅନୁଭବ କରୁଛୁ। ସେମାନେ ବହୁତ କିଛି ଭାବିଛୁ। ମୋ ହଜବେଣ୍ଡ ତ ତାଙ୍କର ମାନେ ମାଇଣ୍ଡ କ'ଣ ମୁଁ ଜାଣିନି, କିନ୍ତୁ ଏଭଳିଆ ମାଇଣ୍ଡ ତାଙ୍କ ମାଇଣ୍ଡରେ ମାନେ ସବୁବେଳେ ରହିଥାଏ ଯେ ମୁଁ କିଛି ନୂଆ କରିବି, ଏମିତି କିଛି କରିବି ଯେଉଁଟାକି ମାନେ ବ୍ଲକରେ ହେଉ କି ମାନେ ଆମର ସବୁ ଜିଲ୍ଲାରେ ହେଉ, ସବୁଠି କିଛି ଗୋଟେ ମାନେ ସ୍ପେଶାଲ ହେଇପାରିବ। ତ ତାଙ୍କର ଚିନ୍ତାଧାରା ବହୁତ ଆହୁରି ଅଛି, ଅନେକ ଆହୁରି ମୂର୍ତ୍ତି କରିବାର ଅଛି। ଏଇଟା ଗୋଟେ ପୁରା ପାର୍କ କରିକି ପର୍ଯ୍ୟଟନସ୍ଥଳୀର ଗୋଟେ ଆଖ୍ୟା ଦେବାର ଅଛି। ତ ନିହାତି ଭାବରେ ଆପଣମାନଙ୍କର ସମସ୍ତଙ୍କର ସହଯୋଗ ଯଦି ରହିବ, ଆପଣମାନେ ଯଦି ବି ପ୍ରଚାର ପ୍ରସାରରେ ଆମକୁ ସାହାଯ୍ୟ କରିବେ, ନିହାତି ଭାବରେ ଆମେ ଆମ ଏଇ ଶ୍ମଶାନଟିକୁ ଆହୁରି ଉନ୍ନତ କରିପାରିବୁ। ଏତିକି ଧନ୍ୟବାଦ।